कन्या कन्या संतानटी जन्म हेले समस्ते कहती घर को माँ लक्ष्मी आसिछंती। घर समस्त सदस्य मनरे आनंद उल्लास खेली जाए। समय गड़िया साथे साथे बयसर पहाच चढ़ी जितेबाला से शैशवर किशोरी आ किशोरी यौवन अवस्था को आसे से से पलटि जाए घर लोक मान एक बोझ। बाहागर केबे हेब, कौ जाए पाठ पढ़ी, रोसई शिखी कि ना, यही असरंती प्रश्न और परिस्थितिर घेर भितर मौली जाए से देखिथिबा समस्त स्वप्न आ हाथ धरी चली जाए गढ़ा को एक नुआ दुनिया। बापा घर सीना कह जाए शाशु घरे समस्त सदस्य को निजर भावी चलू, हेले शाशु घरे कौन बोहू को केबे निज झील बोली भावती। बड़ बो बड़ बो कोड़ा बोले बड़ बो कौन है कहीं एत जोर पार्टी करुचु? अरे बड़ कन्या आसी पहुंच गले परा आ केते समय सजबू जल्दी आसे। कौन है बर कन्या आसीगले? हाँ जा जल्दी जाकि तो पुओ बो को गृह प्रवेश व्यवस्था कर। सुन बाहागर किसी असुविधा है तो? ओहो बड़ बो मु थाउ तो बाहागर की असुविधा, बड़ा बसने लॉकडाउन पर घर को आसी पेलेनी। विश्वास करे बड़ बो बाहागर किछि भी असुविधा है। हाउ से कथा सब छाड़, एबे तू आसिलु जल्दी आस। भाउज भाउज मु तुमको कही ना मो कॉलेज यूनिफॉर्म आयरन करबा को ये कौन एड्रेस में मो कॉलेज छबी तुम 14 पैसा के कॉलेज माटी मार चंदी मु बे सामने से करी कि नहीं आस बो बो माननी बाबू पड़िबो तते बाछी बाछी बो खंडा आनी जो सामने आयरन टे भी करी आसुनी। कलम को केता कुमार मो जन्म होईची घरे करम छोट को बहु करी जुड़ी जुड़ी दिन तो कौन को तुम किछि भी बुझी पारनी। आज मोर एग्जाम रा फर्स्ट डे ए जे मोर ड्रेस भी रेडी नहीं 10टा बजलानी। भाउज ड्रेस आयरन हैला नहीं? हां नौची नियो कौन है मुह कहीं शुकु सब बर्बाद हो गला माने कौन है? 7 दिन तले ₹1 लाख जाल छड़ाई था कालातिर किए विष पकई देछि। आज सकाळु सब जाक जाल मरिकी भासुछंती। की विष पकई देछि जना पड़िला? महाजन पाखु ₹1 लाख कर्ज करथिली, कौन करी केमती सुझी मुंड किछि काम करूनी। ठीक कथा कहिछु ममता, तुम सांगे गोटे कथा थिला बापा को कही जदि ₹1 लाख आनी पारत ताले महाजन पाखरु करथिबा कर्जटा सुझी होंता। कौन कहूछ? मला
ଏଥିରେ ଏତେ ଚିନ୍ତା କରିବାର କ'ଣ ଅଛି? ଆଳୁ ପତର କି ସାରୁ ପତର ସେ କି ହୋଇବ ପାନ, ଯାହାକୁ ତାହାକୁ ଭାରିଜା କରିଲେ ସେ କି ବୁଝିବ ମନ। ମୁଁ କଲ୍ କରୁଛି, ତମେ ଟିକେ ବାପାଙ୍କ ସାଙ୍ଗେ କଥା ହେଇଯାଅ। ରିଙ୍ଗ ହଉଛି ନିଅ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ମା, କେମିତି ଅଛୁ? ଜ୍ୱାଇଁ ଆଉ ସମୁଦଣୀ ଭଲ ଅଛନ୍ତି ତ? ହଁ, ଆମେ ସମସ୍ତେ ଭଲ ଅଛୁ। ତମେ କେମିତି ଅଛ? ହେଇଛି ସୁଆଗିଆ କଥା ପଛରେ ଗପିବୁ, ଆଗ ଟଙ୍କା କଥା କହ। କ'ଣ ହେଇଛି କି ମା? ସମୁଦଣୀ କ'ଣ କହୁଛନ୍ତି? ନାଇଁ ବାପା, ମୁଁ କ'ଣ କହୁଥିଲି କି କାଲି ରାତିରେ ମାଛ ଘେରିରେ କିଏ ବିଷ ପକାଇ ଦେଇଛନ୍ତି। ମହାଜନଙ୍କ ପାଖରୁ ଇଏ 1,00,000 ଟଙ୍କା ଆଣିଥିଲେ ଘେରି କରିବା ପାଇଁ। ତମେ ଯଦି 1,00,000 ଟଙ୍କା ଦିଅନ୍ତ ତ କରଜଟା ସୁଝି ହେଇଯାଆନ୍ତା। ମା ଲୋ, ତୁ ତ ଜାଣିଛୁ ମୁଁ ତ କୌଣସି ସରକାରୀ ଚାକିରି କରିନି। ବହୁ କଷ୍ଟରେ ମୂଲ ନେଇକି ଫୁଲ ଗୁନ୍ଥି ତୁମ 2 ଜଣଙ୍କୁ ମଣିଷ କରିଛି। ଆଉ ତୋ ବାହାଘର ବେଳକୁ ତ ସବୁ ଜମିବାଡ଼ି ବିକ୍ରି କରିଦେଲି। ଆଉ ଏ ବୟସରେ ମୋର ଆଉ ମୂଲ ନାଗିବାକୁ ବଳ ନାହିଁ। ଆଉ 1,00,000 ଟଙ୍କା ମୁଁ ଆଣିବି କେଉଁଠୁ? ତଥାପି ମୋ ଦ୍ୱାରା ଯେତିକି ସମ୍ଭବ ମୁଁ ଚେଷ୍ଟା କରିବି। କ'ଣ ହେଲା? ବାପା ରାଜି ହେଲେ? ଟଙ୍କା ଆଣିବାକୁ ଆମେ ଯିବା ନା ବାପା ନେଇକି ଆସିବେ? କ'ଣ କହୁନୁ? ତୋ ପାଟିରେ କ'ଣ ବେଙ୍ଗ ବସିଛି? ବାପା କହିଲେ କି ଚେଷ୍ଟା କରିବେ ଟଙ୍କା ଯୋଗାଡ଼ କରିବା ପାଇଁ। हे ये की तरकारी है तो 14 पुरुष की तरकारी बनईला तो माता तो यही तरकारी शिखाई पठाई हाँ कौन है देखो तो कौन है कौन हाँ
ରଞ୍ଜିଆ ରଞ୍ଜିଆ କିରେ କୁଆଡ଼େ ଗଲୁଆ? ସେ ନାହାନ୍ତି, ପରିବା ଆଣିବାକୁ ହାଟକୁ ଯାଇଛନ୍ତି। ନାହିଁ ତାହେଲେ ତ ଭଲ ହେଲା ଆଉ ଭାଉଜ କଣ ଖାଇଛ? ଆଜି ବା ସାବିତ୍ରୀ ବ୍ରତ, ଆଜି ମୋର ଉପାସ ଅଛି। ଓହୋ ଭାଉଜ ଏ ଆଜିକାଲି ମଡର୍ଣ୍ଣ ଯୁଗରେ କି ସାବିତ୍ରୀ ବ୍ରତ କରୁଛନ୍ତି? ଆଉ କାହା ପାଇଁ କାହିଁ ବେକାରଟାରେ ଉପାସ ରହୁଛ କହିଲ? ପ୍ରତ୍ୟେକ ସ୍ତ୍ରୀର କର୍ତ୍ତବ୍ୟ ତା ସ୍ୱାମୀ ପାଇଁ ସାବିତ୍ରୀ ବ୍ରତ କରିବା କଥା, କାରଣ ତା ସ୍ୱାମୀର ଆୟୁଷ ବଢ଼େ, ବୁଝିଲ? ହଁ ସତରେ। ଆଉ ଯେଉଁମାନେ ଜମା ବାହା ହେଇନାହାନ୍ତି ସେମାନେ ଏତେ ଏତେ ବର୍ଷ କେମିତି ବଞ୍ଚୁଛନ୍ତି? ତମକୁ ନା ଆଉ ବୁଝେଇ ହେବନି, ତମେ ଶୀଘ୍ର ଶୀଘ୍ର ବାହା ହେଇଯାଅ। ତମ ସ୍ତ୍ରୀ ଆସିଲେ ସେ ତମକୁ ଭଲସେ ବୁଝେଇ ଦେବ। ନମସ୍କାର। ମୋର କାଦୁଅରେ ପଶିବାର ନାହିଁ କି ଗୋଡ଼ ଧୋଇବାର ନାହିଁ। ହଉ ମୁଁ ଦେଖିବିନି ତମେ କେମିତି ବାହା ହବନି। ହଁ ହଁ ତମେ ଦେଖିବ ଦେଖିବ, ଦିନ ତ ଅଛି ଆଉ। କଣ ଚାଲିଛି ଏଠି? କଣ ପ୍ରେମ ବାପ ସରିଲା ନା ଆଉ କିଛି ବାକି ଅଛି? ବଡ଼ ବୋଉ ତୁ ଏମିତି କଣ କହୁଛୁ? ଦେଖଲ ମାଇପେ ଦେଖ, କଇଁଚ କାଢିଛି ବେକ। କାଇଁ କହିବି ନାଇଁ କଣ ରାଧା ଦେହରେ ବାଧା ପଶି ଯାଇଛି? କଣ ହେଇଛି ବୋଉ? କାହିଁ ଜୋରେ ପାଟି କରୁ? କହିବିନି, ଏଠି ଚୋରା ବିରୋଧୀ ଚାଲିଥିଲା। ମୁଁ ଠିକ ସମୟରେ ଆସିଯିବାରୁ ପ୍ରେମୀ ଯୁଗଳଙ୍କର ପ୍ରେମରେ ବାଧା ପ୍ରାପ୍ତ ହେଇଗଲା। ବଡ଼ ବୋଉ ତୁ କଣ କହୁଛୁ ନିଜେ ଜାଣିପାରୁଛୁ ତ? ଚୁପ କର। ଆବେ ହେ, ମୁଁ ନଥିଲା ବେଳେ ମୋ ସ୍ତ୍ରୀ ପାଖରେ ତୋର କାମ କଣ? ଆରେ ସାଙ୍ଗ ମୁଁ ତୋରି ପାଖକୁ ଆସିଥିଲି। ଚୁପ! କୋଉ ସାଙ୍ଗ? କାହା ସାଙ୍ଗ? ତୁ ସାଙ୍ଗ ନାଁରେ ଗୋଟେ କଳଙ୍କ। ଆଉ ତୁ ତୁ ମତେ ହାଟକୁ ପଠେଇ ଏଠି ପରପୁଅ ସହିତ ରାସଲୀଳା ଚଳେଇଛୁ। ମୋର ଭୁଲ ହେଇଛି, ପ୍ଲିଜ ମତେ କ୍ଷମା କରିଦିଅ। ମୋ ଜୀବନ ଥିବା ଯାଏ ମୁଁ କୋଉ ପୁଅ ସହିତ ବି କଥା ହେବିନି, ପ୍ଲିଜ। ଭୁଲ ଭୁଲ ନୁହଁ, ତୁ ପାପ କରିଛୁ, ପାପ ପାପ କରିଛୁ। ଆରେ ଇଏ ତୁ କଣ କରୁଛୁ? ଆଜି ଭଳି ଦିନରେ ଏ ଗଙ୍ଗା ପରି ପବିତ୍ର ସ୍ତ୍ରୀକୁ ତୁ ଏମିତି କଥା କହିପାରୁଛୁ? ଜାଣିଛୁ ମଥା ତାର ହେଲେ ସିନ୍ଦୁର ତୋ ନାଁର, ବେକ ତାର ହେଲେ ମଙ୍ଗଳସୂତ୍ର ତୋ ନାଁର, ହାତ ତାର ଶଙ୍ଖା ତୋ ନାଁର, ନାଁ ତାର ହେଲେ ପରିଚୟ ତୋ ନାଁର। କେତେ ଦରଦ ଉଛୁଳି ପଡୁଛି ପ୍ରେମିକର। ହଇରେ ପୋଡା ବୁହା, ତତେ ଲାଷ୍ଟକୁ ମୋରି ଘର ଜୁଟିଲା ଗୁପ୍ତ ସମ୍ପର୍କ ସ୍ଥାପନ କରିବାକୁ, ଆଉ କେହି ଜୁଟିଲେନି। ତତେ ମୁଁ ଭଲରେ କହୁଛି, ଚୁପଚାପ ଏଠୁ ପଳା। ଆଉ ମନେ ରଖ, ଜୀବନରେ କେବେ ବି ତୋର ଏ ଚେହେରାକୁ ମୋ ସାମ୍ନାରେ ଦେଖେଇବୁ। ଚାଲି ଯାଉଛି, ହେଲେ ତୁ କିଛି ଠିକ କରୁନୁ। ଆଉ ବଡ଼ ବୋଉ ମନେ ରଖ, ତୋର ବି ଗୋଟେ ଝିଅ ଅଛି। ଆରେ ଏଇ ହେଉଛି ଭଲ ସୁଯୋଗ। ମାନେ ସିଆଡ଼େ କୁଆଡ଼େ ଯାଉଛୁ? ଯେତେ ଶୀଘ୍ର ପାରୁଛୁ ଏ ଘରୁ ବାହାରି ଯା। ଆଉ ଯଦି ଏ ଘରେ ତୋର ରହିବାର ଇଚ୍ଛା ଅଛି ତାହେଲେ ମୋ ପାଖରୁ 1,00,000 ଟଙ୍କା ଆଣିବୁ, ଆଉ ଏ ରୁଣ୍ଡି ବନ୍ଧ ଡେଇଁବୁ। ମନେ ରହିଲା? ସମୁଦ୍ରଙ୍କର ଏମିତି କରିବାର ନଥିଲା। କେଇଟା ଟଙ୍କା ଯୋଗୁଁ ଜ୍ୱାଇଁ ଏତେ ତଳୁ ଖସିଗଲେ। ଜମିବାଡ଼ି ଯାହା ଥିଲା ଆଗରୁ ତ ସବୁ ବିକ୍ରି କରିଦେଇ ସାରିଛି, ଆଉ ବାକି ରହିଲା ଏ ଭଙ୍ଗା ଘର ଖଣ୍ଡିକ। ତୋ କହିବା ମୁତାବକ ତାକୁ ମହାଜନ ପାଖରେ 50,000 ଟଙ୍କା ବି ବନ୍ଧା ପକାଇ ଦେଇଛି। ବାପା, ଇଏ ତମେ କଣ କଲ? ଏବେ ଭାଇ ଆଉ ତମେ କୋଉଠି ରହିବ? ମାଲୋ, ଆମ କଥା ତୁ ଚିନ୍ତା କରନା, ତୁ ଭଲରେ ରହିଲେ ଆମର ଭଲ। ଏଇ ନେ 50,000 ଟଙ୍କା ନେ। ଯେତିକି ସମ୍ଭବ ମୁଁ ତତେ ଦେଲି, ପାରିବୁ ଯେତେ ମୋତେ କ୍ଷମା କରିଦେବୁ। ବାପା,
କଣ ହେଲା କାହିଁକି ବାରମ୍ବାର ଫୋନ କରୁଛ? ତମକୁ କହିଥିଲି ନା ଟଙ୍କା ଯୋଗାଡ଼ ହେଲା ପରେ ଯାଇ ମତେ କଲ୍ କରିବ ବୋଲି। ଯୋଗାଡ଼ ହେଲା? ହଁ ଯୋଗାଡ଼ ହେଇଯାଇଛି। ସତରେ? ପୁରା ଲକ୍ଷେ ତ? ନା ଆଉ 50,000 ଟଙ୍କା। 50,000 ଟଙ୍କା? ଆବେ ହେ ତତେ ମୁଁ 50,000 ଟଙ୍କା ଆଣିବାକୁ ବାପ ଘରୁ ପଠେଇଥିଲି। ଶୁଣ ଟିକେ ବୁଝିବାକୁ ଟିକେ ଚେଷ୍ଟା କର। ସବୁ କିଛି ଅଲରେଡି ବନ୍ଧା ପଡି ସାରିଛି। ଚୁପ୍, ଏକଦମ ଚୁପ୍। ମୋର ଲକ୍ଷେ ଟଙ୍କା ଦରକାର। ଲକ୍ଷେ ଟଙ୍କାର ଟଙ୍କାଟା କମ ହେଲେ ବି ହବନି। ଆଉ ବାକି ରହିଲା ତୋର 50,000 ଟଙ୍କା କଥା। ଶୁଣୁ ସେ 50,000 ଟଙ୍କା ନେଇକିରି କୋଉଠି ବୁଡ଼ିବ ହେଲା? ଶୁଣ ବାପାଙ୍କ ଦ୍ୱାରା ଯେତିକି ମୁଁ ଏବେ କ'ଣ କରିବି? ମୋ ସ୍ୱାମୀ ମୋ ମୁହଁ ଦେଖିବାକୁ ଚାହୁଁନାହାନ୍ତି ଆଉ ମୋ ବାପ ଘରକୁ ଯିବାକୁ ମୋର ମୁହଁ ନାହିଁ। ଭାଉଜ ତମକୁ ଭାଉଜ ଡାକିବାକୁ ମତେ ଘୃଣା ଲାଗୁଛି। ମୋ ଠାରୁ ଭାଉଜ ଡାକ ଶୁଣିବାର ଯୋଗ୍ୟତା ତମର ନାହିଁ। ବୋହୁ ଏମିତିକା ବୋହୁ ବଞ୍ଚିବା ଅପେକ୍ଷା ମରିଯିବା ସତ ଗୁଣରେ ଭଲ। ମରିଯିବା ସତ ଗୁଣରେ ଭଲ। ତୁ ହେଲୁ ଚରିତ୍ରହୀନ ଆଉ ଚରିତ୍ରହୀନାଙ୍କର ଏ ଘରେ କୌଣସି ବି ସ୍ଥାନ ନାହିଁ। ଚରିତ୍ରହୀନା ଚରିତ୍ରହୀନା ତୁ ଚରିତ୍ରହୀନା। ମୁଁ ମମତା ସାହୁ, ମୋ ସ୍ୱାମୀ ରଞ୍ଜନ ସାହୁ, ମୋ ଘର ଡେଲାଙ୍ଗ। ଯେତେବେଳେ ଗୋଟେ ଝିଅ ବାହା ହେଇକି ପର ଘରକୁ ଚାଲିଯାଏ ସେତେବେଳେ ସେ ଭାବେ ନୂଆ ଦୁନିଆ, ନୂଆ ପରିଚୟ ଆଉ ନୂଆ ଲୋକମାନଙ୍କ ସହିତ ଖୁସିରେ ରହିବ ବୋଲି। ହେଲେ ସମସ୍ତଙ୍କ ଭାଗ୍ୟରେ ସେ ଖୁସି ନଥାଏ। ସେଇ ହତଭାଗା ଝିଅମାନଙ୍କ ମଧ୍ୟରୁ ମୁଁ ଜଣେ। ଜୀବନରେ ସବୁ କିଛି ହରେଇ ମୋ ବାପା ମୋତେ ବାହା କରିଥିଲେ। ସେଠି ବି ମୋତେ ଶାନ୍ତିରେ ବଞ୍ଚିବାକୁ ମିଳିଲାନି। ବାସ୍ ଜୀବନରେ ଏତିକି ଶିଖିଲି, ଟଙ୍କା ବିନା ସମ୍ପର୍କର ମୂଲ୍ୟ ମରୁଭୂମିରେ ପାଣି ସହିତ ସମାନ। ମୋର ଆଉ ବଞ୍ଚିବାକୁ ଇଚ୍ଛା ନାହିଁ। ମୋର ଏଇ ନିଷ୍ପତ୍ତି ବିଚାରେ କାହାର ବି ଦୋଷ ନାହିଁ। ବାପା ପାରିବ ଯଦି ତମର ଏଇ ଗେଲି ଝିଅଟାକୁ କ୍ଷମା କରିଦବ, କ୍ଷମା କରିଦବ, କ୍ଷମା କରିଦବ। ହ୍ୱାଟ୍ସଆପ୍ ଭିଡ଼ିଓ ପଠେଇଛି।